ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଇଏ ଭେକେନ୍ସି ଆପଣଙ୍କର ଆସିଛି ଓଡ଼ିଶା ସରକାରଙ୍କ ତରଫରୁ। ଓଡ଼ିଶାର ପ୍ରତ୍ୟେକଟି ଜିଲ୍ଲା ପାଇଁ ପାଖାପାଖି ଆପଣଙ୍କର 2369 ଗୋଟିଏ ଆପଣଙ୍କର ହୋମଗାର୍ଡର ଭେକେନ୍ସି ଆପଣଙ୍କର କ୍ରିଏଟ୍ କରାହେଇଛି ଏବଂ ଏଇ ମାସ ମଧ୍ୟରେ ମ୍ୟାକ୍ସିମମ୍ରୁ ମ୍ୟାକ୍ସିମମ୍ ନେକ୍ସଟ ମନ୍ଥ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲା ପାଇଁ ଆପଣମାନେ ଆପ୍ଲାଏ କରିପାରିବେ, କିନ୍ତୁ ଏହାର ପୋଷ୍ଟିଂ କ୍ରାଇଟେରିଆ ହେଉଛି କେବଳ ଆଉ କେବଳ ନିଜ ଜିଲ୍ଲାରେ ହିଁ ଆପଣମାନେ ଆପ୍ଲାଏ କରିପାରିବେ। ତ ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ଜଣେଇବି ଏଥିରେ ବୋଥ୍ ପୁଅମାନେ ବି ଆପ୍ଲାଏ କରିପାରିବେ, ଝିଅମାନେ ବି ଆପ୍ଲାଏ କରିପାରିବେ, କିନ୍ତୁ କେବଳ ନିଜ ଜିଲ୍ଲା ପାଇଁ ହିଁ ଆପଣମାନେ ଆପ୍ଲାଏ କରିପାରିବେ ଏବଂ କ୍ୱାଲିଫିକେସନ୍ କେବଳ ଆପଣଙ୍କର ମିନିମମ୍ ପଞ୍ଚମ ପାସ୍ ଆପଣଙ୍କ ଦରକାର। ଯଦି କେବଳ ପଞ୍ଚମ ପାସ୍ ଆପଣ ମିନିମମ୍ କରିଛନ୍ତି ଆଉ ଆପଣଙ୍କର ବୟସ 20 ବର୍ଷରୁ 60 ବର୍ଷ ଭିତରେ ଆପଣଙ୍କ ରହିଛି, ଦିନକୁ 612 ଟଙ୍କା ଲେଖାଏଁ ଆପଣଙ୍କୁ ଗୋଟେ ଦିନ ମିଳିବ। ମାସକୁ ପାଖାପାଖି ଆପଣଙ୍କର 18,000ରୁ ଅଧିକ ଆପଣମାନେ ଟଙ୍କା ଆପଣଙ୍କର ପାଇବେ। ତ ସବୁ ସାଙ୍ଗମାନଙ୍କୁ ଲାଇକ୍ ଆଉ ସେୟାର କରିକି ଜଣେଇଦେବେ, ଯୋଉଦ୍ୱାରା କି ସମସ୍ତେ ଆପଣଙ୍କର ଜାଣିପାରିବେ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ଫାଷ୍ଟ ଅଫ୍ ଅଲ୍ ମୁଁ ଆପଣଙ୍କୁ ଜଣାଇବା ପାଇଁ ଚାହିଁବି ଯେ କୋଉ ଜିଲ୍ଲାମାନଙ୍କରେ କେତେ ଲେଖାଏଁ ଆପଣଙ୍କର ଭେକେନ୍ସି ରହିଛି। ଆପଣମାନେ ଏହାର ସବୁ ନୋଟିଫିକେସନ୍ ଓଡ଼ିଶାର ସବୁଠାରୁ ବଡ଼ ଟେଲିଗ୍ରାମ ଗ୍ରୁପ ରହିଛି ଓଡ଼ିଶା ଟିଚର ଆସୋସିଏସନ୍, ଯେଉଁ ଗ୍ରୁପରେ 2,13,000ରୁ ଅଧିକ ପିଲା ଅଛନ୍ତି। ଆପଣ ସେଇ ଗ୍ରୁପରେ ଜଏନ୍ ହେବେ, ଯୋଉଦ୍ୱାରା କି ପ୍ରତ୍ୟେକଟି ଇନଫର୍ମେସନ୍ ସର୍ବପ୍ରଥମେ ଆପଣ ପାଇପାରିବେ। ଦେଖନ୍ତୁ, ଏଇଟା ଆପଣଙ୍କର ପୂର୍ବରୁ 2298ଟି ଆପଣଙ୍କର ପୋଷ୍ଟ ଆପଣଙ୍କର ଥିଲା, ତାହା ବର୍ତ୍ତମାନ ଆପଣଙ୍କର ବଢ଼ିଛି। ଆପଣଙ୍କର 2300ରୁ ଅଧିକ ଆପଣଙ୍କର ପୋଷ୍ଟ ବର୍ତ୍ତମାନ ହେଇଛି। ଅନୁଗୁଳ ପାଇଁ ଦେଖନ୍ତୁ 38ଟା ଥିଲା, ବଟ୍ ମନେ ରଖିବେ ଏଇ ପୋଷ୍ଟ ଆପଣଙ୍କର ବର୍ତ୍ତମାନ ବଢ଼ିଛି। ବାଲେଶ୍ୱର ପାଇଁ 150, ବରଗଡ଼ ପାଇଁ ଆପଣଙ୍କର 64, ବ୍ରହ୍ମପୁର 40, ଭଦ୍ରକ 44, ଭୁବନେଶ୍ୱର 99, ବଲାଙ୍ଗୀର 121, ବୌଦ୍ଧ 8ଟି, କଟକ 98, କଟକ ରୁରାଲ 106, ଦେଓଗଡ଼ 51, ଢେଙ୍କାନାଳ 8ଟି ଅଛି, ଗଜପତି 55। ମନେ ରଖନ୍ତୁ ଏଥିରୁ ଭେକେନ୍ସି ବଢ଼ିଛି ସମସ୍ତଙ୍କର ହେଲା। ଗଞ୍ଜାମ 78, ଜଗତସିଂହପୁର 74, ଯାଜପୁର 57, ଝାରସୁଗୁଡ଼ା 52, କଳାହାଣ୍ଡି 39, କନ୍ଧମାଳ 43, କେଉଁଝର 122, କେନ୍ଦ୍ରାପଡ଼ା 87, ଦେନ୍ ଖୋର୍ଦ୍ଧା ଆପଣଙ୍କର 16, କୋରାପୁଟ 79, ମାଲକାନଗିରି 45, ମୟୂରଭଞ୍ଜ 167, ନୟାଗଡ଼ ଆପଣଙ୍କର 30। ଦେନ୍ ଦେଖନ୍ତୁ ପରବର୍ତ୍ତୀ ଆପଣଙ୍କର ଯେଉଁ ଭେକେନ୍ସି ଆପଣଙ୍କ ରହିଲା, ଦେନ୍ ରହିଲା ଆପଣ ଦେଖନ୍ତୁ ଏଇଟା ନବରଙ୍ଗପୁର 62, ନୂଆପଡ଼ା 34, ପୁରୀ 75, ରାୟଗଡ଼ା 29, ରାଉରକେଲା 98, ସମ୍ବଲପୁର 106, ସୋନପୁର 40 ଆଉ ସୁନ୍ଦରଗଡ଼ ଆପଣଙ୍କର 83। ତ ସର୍ବମୋଟ 2298 ଗୋଟିଏ ପଦବୀ ଆପଣଙ୍କୁ ଏଥିରେ ଶୋ କରୁଛି, କିନ୍ତୁ ପଦବୀ ବର୍ତ୍ତମାନ ବଢ଼ିକି ଆପଣଙ୍କର 2300ରୁ ଅଧିକ ଆପଣଙ୍କର ହେଇଛି। ଏବେ ଆପଣଙ୍କର ଡାଉଟ୍, ସାର୍ ଆମ ଜିଲ୍ଲାରେ କେବେ ଭେକେନ୍ସି ବାହାରିବ, ଆମେ କେମିତି ଜାଣିବୁ? ଦେଖନ୍ତୁ, ବର୍ତ୍ତମାନ ବାଲେଶ୍ୱର ପାଇଁ ଆପଣଙ୍କର, ରାଉରକେଲା ପାଇଁ, ନୟାଗଡ଼ ପାଇଁ ଆପଣଙ୍କର, କଳାହାଣ୍ଡି ପାଇଁ ଆପଣଙ୍କର ଏବଂ ପୁରୀ ପାଇଁ ଅଲରେଡ଼ି ଆପଣଙ୍କର ଭେକେନ୍ସି ବାହାରି ଯାଇଛି। ତ ଏହାର ନୋଟିଫିକେସନ୍ ଆପଣ କେମିତି ପାଇବେ? କିଛି କିଛି ଗୁଡ଼ା ଆପଣଙ୍କର ନ୍ୟୁଜ୍ ପେପରରେ ପବ୍ଲିଶ ହେଉଛି, ଆଉ ଯଦି ନ୍ୟୁଜ୍ ପେପରରେ ପବ୍ଲିଶ ହେଲା ତ ମୁଁ ଆପଣଙ୍କୁ ସାଙ୍ଗେ ସାଙ୍ଗେ ଟେଲିଗ୍ରାମ ଗ୍ରୁପରେ ଜଣାଇଦେବି। ଯଦି ପବ୍ଲିଶ ଆପଣଙ୍କର ଜିଲ୍ଲାର ହେଇନି, ଦେନ୍ ଆପଣ କ'ଣ କରିବେ ନା, ଆପଣଙ୍କର ନିକଟସ୍ଥ ପୋଲିସ ଷ୍ଟେସନକୁ ଆପଣ ଯାଇପାରନ୍ତି। ପୋଲିସ ଷ୍ଟେସନରେ ଆପଣ ପଚାରିଦେବେ, ସେମାନେ ଆପଣଙ୍କୁ ଇନଫର୍ମ କରିଦେବେ। କାହିଁକି ନା ଏଗୁଡ଼ା ସବୁ ଅଫଲାଇନରେ ଆପ୍ଲାଏ ଆପଣଙ୍କର ଯେହେତୁ ହେଉଛି ଅଫଲାଇନରେ, ତେଣୁକରି ନ୍ୟୁଜ୍ ପେପରରେ ଆପଣଙ୍କର ପବ୍ଲିଶ କିଛି କିଛି ଜାଗାରେ ହେଉଛି, ନହେଲେ ପୋଲିସ ଷ୍ଟେସନରେ ଯଦି ଆପଣ ପଚାରିଦେବେ ନା, ଦେନ୍ ଆପଣଙ୍କୁ ସେମାନେ ଇନଫର୍ମ କରିଦେବେ। ଆଉ ଆପ୍ଲିକେସନ୍ ଫର୍ମର ମାନେ ଆପଣ ଫଟୋ ଉଠେଇକି ଆଣିବେ, ଏଇଭଳିଆ ଆଉ ଫଟୋ ଉଠେଇକି ଆଣିବେ ଆଉ ଆପଣମାନେ ଆପ୍ଲିକେସନ୍ ଫର୍ମକୁ ଫିଲ୍ଅପ୍ କରିକି ସବମିଟ୍ କରିବେ। ଏବେ ମୁଁ ଆପଣଙ୍କୁ ଗୋଟେ ଗୋଟେ ଦେଖାଉଛି। ଆପଣଙ୍କୁ ଦେଖ, ଧର ଯେଉଁ ବାଲେଶ୍ୱର ଜିଲ୍ଲାରେ ଦେଖନ୍ତୁ ଆପଣଙ୍କର ଏପ୍ଲାଇ ଆପଣଙ୍କର 21 ଫେବୃଆରୀରୁ ଆପଣଙ୍କର ଆରମ୍ଭ ହେଇଛି, ଲାଷ୍ଟ ଡେଟ୍ 4 ମାର୍ଚ୍ଚ ପର୍ଯ୍ୟନ୍ତ ରହିଛି। 158ଟି ପୁଅ ପାଇଁ, 9ଟି ଆପଣଙ୍କର ଝିଅ ପାଇଁ ଅଟେ। ବାଲେଶ୍ୱର ଜିଲ୍ଲାର ଭେକେନ୍ସି, ତ କେବଳ ବାଲେଶ୍ୱର ଜିଲ୍ଲାର ପିଲାମାନେ ହିଁ ଆପଣଙ୍କର ଆପ୍ଲାଏ କରିପାରିବେ। ଠିକ୍ ଅଛି। ଏଜ୍ ଲିମିଟ୍ 1 ଜାନୁଆରୀ 2025 ସୁଦ୍ଧା ମିନିମମ୍ 20 ବର୍ଷ ହେଇଥିବ, ମ୍ୟାକ୍ସିମମ୍ 60 ବର୍ଷ ଆପଣଙ୍କର ଯେମିତି 60 ବର୍ଷ ହେଇଥିବ ମ୍ୟାକ୍ସିମମ୍। ଠିକ୍ ଅଛି। ଆଉ ମିନିମମ୍ ଆପଣ 5 କ୍ଲାସ୍ ଯଦି ପାସ୍ କରିଛନ୍ତି ଆପଣଙ୍କର ଆପ୍ଲାଏ କରିପାରିବେ। ଠିକ୍ ଅଛି। ଏବେ ଆପ୍ଲାଏ ଆପଣ କେମିତି କରିବେ, ୟାର ଗୋଟେ ଫର୍ମ ଅଛି ହେଲା।
ଫର୍ମ ଆପଣ ମାନେ କୋଉଠୁ କଲେକ୍ଟ କରିପାରିବେ ନା ଆପଣଙ୍କର ହୋମଗାର୍ଡ ଅଫିସ ଆପଣଙ୍କର ବାଲେଶ୍ୱରରୁ କଲେକ୍ଟ କରିପାରିବେ ନହେଲେ ମୁଁ ଆପଣଙ୍କୁ ଟେଲିଗ୍ରାମ ଗ୍ରୁପରେ ମଧ୍ୟ ପ୍ରୋଭାଇଡ କରିଦେବା ପାଇଁ ଚେଷ୍ଟା କରିବି ଠିକ ଅଛି ଆଉ ଯେଉଁମାନଙ୍କର ଡ୍ରାଇଭିଂ କମ୍ପ୍ୟୁଟର ଜଣାଥିବ ଡ୍ରାଇଭିଂ ହେଲା କିମ୍ବା କମ୍ପ୍ୟୁଟର ଇଲେକ୍ଟ୍ରିସିଆନ ମେକାନିକ ଲଣ୍ଡ୍ରି କୁକ୍ ହେୟାର କଟିଂ ଏମାନଙ୍କୁ ଅଧିକ ପ୍ରିଫାରେନ୍ସ ଦିଆଯିବ ଯଦି ଆପଣଙ୍କର କିଛି ନହେଲେ ବି ଗୋଟେ ଲୋକ ତ କମ୍ପ୍ୟୁଟର ଆସୁଥିବ ନା ଡ୍ରାଇଭିଂ ଏଗୁଡ଼ା ହେଲେ ଭଲ ଆଉ ତାଙ୍କର ସେଗୁଡ଼ା ହିଁ ତ ଆପଣଙ୍କର କାମ ରହିଲା ସିଲେକ୍ସନ୍ ଆପଣଙ୍କର କେମିତି ହେବ ତ ଆପଣଙ୍କର ଯିଏ ସୁପରିଟେଣ୍ଡେଣ୍ଟ ଅଫ୍ ପୋଲିସ ଆପଣଙ୍କର ଏସ୍ପି ଥିବେ ସିଏ ଆପଣଙ୍କର ଡିସାଇଡ୍ କରିବେ ଯେ ସିଲେକ୍ସନ୍ ଆପଣଙ୍କର କେମିତି ହେବ ସିଏ ଆପଣଙ୍କର ହୁଏତ ଚାହିଁଲେ ଆପଣଙ୍କର ରିଟିନ୍ କରେଇ ପାରନ୍ତି ଯଦି ଚାହିଁବେ ନା ମୋର ଫିଜିକାଲ କରେଇବି କରେଇ ପାରନ୍ତି ନହେଲେ ଆପଣଙ୍କର ଦେଖନ୍ତୁ ଲେଖା ହେଇଛି ଠିକ୍ ଅଛି ସେମାନଙ୍କର ଆପଣଙ୍କର ସିଲେକ୍ସନ୍ ତାଙ୍କ ଅନୁସାରେ ସେ ଡିସାଇଡ୍ ଆପଣଙ୍କର କରିବେ ଆପଣଙ୍କର କାମ ହେଉଛି ଆପ୍ଲାଏ କରିବା ଦେନ୍ ସେ ଆପଣଙ୍କୁ ଡାକିବେ ଆପଣଙ୍କର ଠିକ୍ ଅଛି ଦେନ୍ ସେଇଭଳି ଦେଖନ୍ତୁ ରାଉରକେଲା ପାଇଁ ରାଉରକେଲା ଏଇଟା ଆପଣଙ୍କର ନ୍ୟୁଜ୍ ପେପରରେ ପବ୍ଲିଶ ହେଲା ତ ସର୍ବମୋଟ ଆପଣଙ୍କର ପଦବୀ ଆପଣ ଦେଖିପାରୁଥିବେ 107 ଗୋଟିଏ ଆପଣଙ୍କର ପଦବୀ ରହିଛି ଏଥିରେ ଆପଣଙ୍କର ଯେଉଁ ରହିଲା ଆପଣଙ୍କର କେବଳ ରାଉରକେଲାର ପିଲାମାନେ ହିଁ ଆପଣଙ୍କର ଆପ୍ଲାଏ କରିପାରିବେ ଏଜ୍ ଲିମିଟ୍ ବାଗେରା ସବୁ ଜିନିଷ ସେମ୍ ଅଛି ଆପଣମାନେ ଖାଲି ଆପ୍ଲିକେସନ୍ ଫର୍ମଟାକୁ ଆଣିବେ ଆଉ ଏଇ ଯେଉଁ ଡକୁମେଣ୍ଟ ଆପଣଙ୍କ ଲେଖା ହେଇଛି ଯେମିତି ଆପଣଙ୍କ ରେସିଡେନ୍ସ ସାର୍ଟିଫିକେଟ୍ ଯେଉଁ ଯାହା ପଢ଼ିଛନ୍ତି କ୍ୱାଲିଫିକେସନ୍ ସାର୍ଟିଫିକେଟ୍ ଚାରିଟା ପାସପୋର୍ଟ ସାଇଜ୍ ଫଟୋ ଆପଣ କହିବେ ସାର୍ ମୁଁ 10th ପାସ୍ କରିଛି +2 କରିଛି ପିଜି କରିଛି କରିପାରିବି କି ନାହିଁ ଆପଣ କରିପାରିବେ କିଛି ଅସୁବିଧା ନାହିଁ ଠିକ୍ ଅଛି ଦେନ୍ ସେଇଭଳିଆ ନୟାଗଡ଼ ପାଇଁ ଆପଣ ଦେଖନ୍ତୁ ଆଉ ଡେଟ୍ ଯେମିତି ମନେ ରଖିବେ ଡେଟ୍ ସୁଦ୍ଧା ଆପଣ ଆପ୍ଲାଏ କରିବେ ରାଉରକେଲାର 21 ଫେବୃଆରୀରୁ 12 ମାର୍ଚ୍ଚ ଆପଣଙ୍କ ରହିଛି ସେଇଭଳିଆ ନୟାଗଡ଼ ମଧ୍ୟ 20 ଫେବୃଆରୀରୁ 5 ମାର୍ଚ୍ଚ ରହିଛି ଆଉ ଆପ୍ଲିକେସନ୍ ଫର୍ମକୁ ଫିଲ୍ଅପ୍ କଲା ପରେ ଏଇ ଯେଉଁ ଆଡ୍ରେସ୍ ଲେଖା ହେଇଥିବ ସେଇ ଆଡ୍ରେସ୍ ଯେମିତି ଆପଣ ଡକୁମେଣ୍ଟକୁ ଆଟାଚ୍ କରିକି ଆପଣମାନେ ପଠେଇବେ ଠିକ୍ ଅଛି ବୁଝିପାରୁଛନ୍ତି ପୁଅ ପାଇଁ ମଧ୍ୟ ଆପଣଙ୍କ ରହିଛି ଝିଅ ପାଇଁ ମଧ୍ୟ ଆପଣଙ୍କ ରହିଛି ସେମ୍ ଜିନିଷ କଳାହାଣ୍ଡି ପାଇଁ ମଧ୍ୟ ଆପଣଙ୍କ ରହିଛି କଳାହାଣ୍ଡି ପାଇଁ ଦେଖନ୍ତୁ 60 ଗୋଟି ଆପଣଙ୍କର ପଦବୀ ପୁରୀ ପାଇଁ ମଧ୍ୟ ଆପଣ ଦେଖିପାରୁଛନ୍ତି ପୁରୀ ପାଇଁ ସର୍ବମୋଟ 82 ଗୋଟି ଆପଣଙ୍କର ପଦବୀ ଆପଣଙ୍କ ରହିଛି ଠିକ୍ ଅଛି ବୁଝିଗଲେ ଏଗୁଡ଼ା ଆପ୍ଲିକେସନ୍ ଫର୍ମ ଆପଣଙ୍କର ଅଟେ ତ ଆପଣଙ୍କର କାମ କ'ଣ ରହିବ ନା ଆପଣମାନେ ଗୋଟେ କାମ କରିବେ ଆପଣଙ୍କର ହୋମଗାର୍ଡ ଅଫିସକୁ ଯିବେ ନହେଲେ ନିକଟସ୍ଥ ପୋଲିସ ଅଫିସକୁ ମଧ୍ୟ ମାନେ ପୋଲିସ ଷ୍ଟେସନକୁ ଆପଣଙ୍କର ଯିବେ ତାଙ୍କୁ ପଚାରିଦେବେ ସେ ଆପଣଙ୍କୁ ଏଇ ଯେଉଁ ଫର୍ମ ତାଙ୍କ ପାଖରେ ଥିବ ଆପଣ ଫଟୋ ଉଠେଇକି ଆଣିବେ ଆଉ ଫଟୋ ଉଠେଇକି ଆଣିଲା ପରେ ତାକୁ ପ୍ରିଣ୍ଟ ଆଉଟ୍ କାଢ଼ିବେ ପ୍ରିଣ୍ଟ ଆଉଟ୍ କାଢ଼ିଲା ପରେ ଫିଲ୍ଅପ୍ କରିକି ଯେଉଁ ଡକୁମେଣ୍ଟ ଲେଖା ହେଇଥିବ ସେ ଡକୁମେଣ୍ଟ ଗୁଡ଼ାକୁ ଆଟାଚ୍ କରିକି ପୁଣି ଆପଣ ପୋଷ୍ଟାଲରେ ପଠେଇଦେବେ ଦେନ୍ ଆପଣଙ୍କୁ ସେମାନେ କଲ୍ କରିବେ କି ଡାକିବେ ଆପଣଙ୍କର ସିଲେକ୍ସନ୍ ପାଇଁ ଠିକ୍ ଅଛି ବୁଝିଗଲେ ତ କାଇଣ୍ଡଲି ଆପଣମାନେ କଣ୍ଟାକ୍ଟ କରନ୍ତୁ ଆଉ ଯଦି ମୋ ପାଖରେ ଆପଣଙ୍କୁ ନୋଟିଫିକେସନ୍ ଆସିଗଲା ଦେନ୍ ମୁଁ ସାଙ୍ଗେ ସାଙ୍ଗେ ଆପଣଙ୍କୁ ଟେଲିଗ୍ରାମ ଗ୍ରୁପରେ ଜଣାଇଦେବି ଠିକ୍ ଅଛି ଆଶା କରିବି କମ୍ପ୍ଲିଟ୍ ଇନଫର୍ମେସନ୍ ମୁଁ ଆପଣଙ୍କୁ ଦେଇପାରିଛି ଥ୍ୟାଙ୍କ ୟୁ ଜୟ ଜଗନ୍ନାଥ ଧନ୍ୟବାଦ ଥ୍ୟାଙ୍କ ୟୁ